ଆଜି ଆମେ ନୂଆ ନୂଆ ଇଂଲିଶ ଷ୍ଟୋରୀ ଆଲୋଚନା କରିବା ଯାହା ଓଡ଼ିଆ ଟୁ ଇଂଲିଶ ରହିବ। ସେହି ଇଂଲିଶ ଷ୍ଟୋରୀର ନାମ ହେଉଛି ମାଇ ବାର୍ଥଡେ। ଓଡ଼ିଆରେ ହେଉଛି ମୋ ଜନ୍ମଦିନ। ମାଇ ବାର୍ଥଡେ ମିନ୍ସ ମୋର ଜନ୍ମଦିନ ବା ମୋ ଜନ୍ମଦିନ। ଆମେ ଆଜି ବାର୍ଥଡେ ବିଷୟରେ ବହୁତ କିଛି ଆଲୋଚନା କରିବା, ତାର ଡିଫିକଲ୍ଟ ଗୁଡ଼ିକ ମଧ୍ୟ ଆଲୋଚନା କରିବା, ଅଭ୍ୟାସ କରିବା, ପ୍ରାକ୍ଟିସ କରିବା। ଚାଲନ୍ତୁ ଷ୍ଟାର୍ଟ କରିବା। ଯଦି ଭିଡ଼ିଓଟି ଭଲ ଲାଗିଛି ଆପଣମାନେ ଲାଇକ୍ ସେୟାର କରିବେ ଆଣ୍ଡ ସବସ୍କ୍ରାଇବ କରିବାକୁ ଭୁଲିବେନି। ନମସ୍କାର, ଚାଲନ୍ତୁ ଷ୍ଟାର୍ଟ କରିବା। My birthday on 20 April every year. I celebrate it pompously. My parents spend much more the function. They invite our friend, teachers. A grand arrangement takes place. Tents are erected for 1000 people. My birthday on 20 April every year. অর্থাৎ মাই মিন্স ମୋର ଏଠି କୁହାହବ କିନ୍ତୁ ମାଇ ବାର୍ଥଡେ ଅର୍ଥାৎ ମୋ ଜନ୍ମଦିନ। ମୋର ଜନ୍ମଦିନ କହିଲେ ମଧ୍ୟ ହବ, ମୋ ଜନ୍ମଦିନ କହିଲେ ମଧ୍ୟ ହବ। ଅର୍ଥାৎ ମୋର ଜନ୍ମଦିନ ପ୍ରତିବର୍ଷ, ଭିୟର ମିନ୍ସ ପ୍ରତିବର୍ଷ 20 ଏପ୍ରିଲ ତାରିଖରେ ପଡ଼େ। ଆଇ ସେଲିବ୍ରେଟ ଇଟ୍ସ ପମ୍ପୋସଲି, ଜାକଜମକରେ ଅର୍ଥାତ୍ ବହୁତ ସୁନ୍ଦର ଆକାରରେ ଯୋଉ ସଜା ହଉଛି, ପମ୍ପୋଜଲି ଅର୍ଥାତ୍ ଜମକରେ। ସେଲିବ୍ରେଟ ମିନ୍ସ ଉତ୍ସବ। ଏ ଉତ୍ସବଟି ବହୁତ ଜାକଜମକରେ ପାଳନ କରାହଉଛି। My parents spent much for the function. ଅର୍ଥାତ୍ ମୋର ପ୍ୟାରେଣ୍ଟସ୍ ଅର୍ଥାତ୍ ପିତାମାତା ବହୁତ ଟଙ୍କା ଏଥିରେ ଖର୍ଚ୍ଚ କରନ୍ତି। ଏଇ ଫଙ୍କସନ୍ ଅର୍ଥାତ୍ ଏଇ କାର୍ଯ୍ୟ ପାଇଁ ବହୁତ ଖର୍ଚ୍ଚ କରନ୍ତି ମୋର ପିତାମାତା। ଦେ ଅର୍ଥାତ୍ ମୋର ପିତାମାତା, ଦେ ମାନେ ସେମାନେ ଅର୍ଥାତ୍ କାହାକୁ ବୁଝିଲା? ପିତାମାତାକୁ ବୁଝିଲା, ମାଇ ପ୍ୟାରେଣ୍ଟସ୍କୁ। ଇନଭାଇଟ୍ ଆୱାର ଫ୍ରେଣ୍ଡ ଟିଚର୍ସ ଅର୍ଥାତ୍ ଆମମାନଙ୍କର ସାଙ୍ଗ ଅର୍ଥାତ୍ ମୋର ବା ଆମର ସାଙ୍ଗ ଆଉ ଶିକ୍ଷକଙ୍କୁ ବା ଗୁରୁଜୀମାନଙ୍କୁ ଡକାନ୍ତି। ଇନଭାଇଟ୍ ମିନ୍ସ ଆମନ୍ତ୍ରଣ କରନ୍ତି। ଏ ଗ୍ରାଣ୍ଡ ଆରେଞ୍ଜମେଣ୍ଟ ଟେକ୍ସ ପ୍ଲେସ୍। ଏହି ଯେଉଁ ବିରାଟ ଆୟୋଜନ ଗୋଟେ ବଡ଼ ସ୍ଥାନ ନେବା ଆବଶ୍ୟକ। ସେଥିପାଇଁ ବିରାଟ ଆୟୋଜନ ପାଇଁ ସ୍ଥାନ ନିହାତି ଆବଶ୍ୟକ। ଟେକ୍ସ ମିନ୍ସ ନେବା, ଗ୍ରାଣ୍ଡ ଆରେଞ୍ଜମେଣ୍ଟ ମିନ୍ସ ବିରାଟ ଆୟୋଜନ। ଟେଣ୍ଟ ଆର୍ ଇରେକ୍ଟେଡ୍ ଫର୍ 1000 ପିପଲ୍। ଇରେକ୍ଟେଡ୍ ମିନ୍ସ ନିର୍ମାଣ କରାଯାଇଛି। ଏଇ ଯେଉଁ ତମ୍ବୁଟି 1000 ଲୋକମାନେ ଯେମିତି ରହିବେ ସେମିତି ଭାବେ ନିର୍ମାଣ କରାଯାଇଛି। ଇରେକ୍ଟେଡ୍ ମିନ୍ସ ନିର୍ମାଣ କରାଯାଇଛି। ପିପୁଲ ମିନ୍ସ ଲୋକମାନେ। ଟେଣ୍ଟ ମିନ୍ସ ତମ୍ବୁ। Delicious food is cooked for them. In the evening, the guests come with gifts. My father treats them cordially. My mother takes care for lady guests. My friends stay with me. Delicious food means ସ୍ୱାଦିଷ୍ଟ ଖାଦ୍ୟ। Delicious means ସ୍ୱାଦିଷ୍ଟ, food means ଖାଦ୍ୟ, ସେଥିପାଇଁ ସ୍ୱାଦିଷ୍ଟ ଖାଦ୍ୟ is cooked for them. ତାଙ୍କ ପାଇଁ ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରାଯାଇଛି। In the evening, the guest come with gift. ଅର୍ଥାତ୍ ଇଭିନିଂ ମିନ୍ସ ସନ୍ଧ୍ୟାରେ, ଦ ଗେଷ୍ଟ ମିନ୍ସ ଅତିଥି, କମ୍ ମିନ୍ସ ଆସିବା, ୱିଥ୍ ମିନ୍ସ ସହିତ, ଗିଫ୍ଟ ମିନ୍ସ ଉପହାର। ପ୍ରତ୍ୟେକ ଅତିଥିମାନେ ତାଙ୍କର ଗିଫ୍ଟ ସହିତ ସେମାନେ ସନ୍ଧ୍ୟାରେ ଆସନ୍ତି। In the evening, the guests come with gifts. My father treats them cordially. Cordial means ଆନ୍ତରିକତାର ସହ, treat means ବ୍ୟବହାର, my father means ମୋର ବାପା ଅତିଥିମାନଙ୍କୁ ଆନ୍ତରିକତାର ସହିତ ବହୁତ ଭଲ ବ୍ୟବହାର କରି ପାଛୋଡ଼ନ୍ତି।
My mother take care of the lady guest. ମୋର ମା ବା ମାତା ମହିଳା ଅତିଥିମାନଙ୍କୁ ବହୁତ ଯତ୍ନ ନେଇଥାନ୍ତି। My friends stay with me. ମୋର ସାଙ୍ଗମାନେ ମୋ ସହିତ ଅଛନ୍ତି। Stay means ଅଛନ୍ତି। My friends means ମୋର ସାଙ୍ଗ। ସରି ଫ୍ରେଣ୍ଡ ଏଠି ସାଙ୍ଗ ହେବା ଦ୍ୱାରା ସାଙ୍ଗ ହେଇଯାଇଛି। ସେଥିପାଇଁ କ୍ଷମା କରିବେ। With me means ମୋ ସହିତ। With me means ମୋ ସହିତ। The guests are served with cold drink, coffee, pan, cigarette, and tiffin. I cut cake amidst amidst a flurry of excitement. Children clapping. All wish happy birthday to you. Each year, each year, my father offered me a lovable gift. The guests are served with cold drinks, coffee, pan, cigarette, and tiffin. অর্থাৎ গেস্ট মিন্স অতিথি সর্ভড মিন্স পরশিবা ସର୍ଭଡ ମିନ୍ସ ପରସିବା କୋଲ୍ଡ ଡ୍ରିଙ୍କସ୍ ମିନ୍ସ ଥଣ୍ଡା ପାନୀୟ କଫି ମିନ୍ସ ଆପଣ ଚା କଫି ଜାଣିଥିବେ ପାନ ମିନ୍ସ ପାନ ମସଲା ପାନ ବୋଲି କୁହାଯାଉଛି ଯୋଉଟା ସିଗାରେଟ୍ ଜାଣିଥିବେ ସିଗାରେଟ୍ ଯୋଉଟାକି ଦେହ ପାଇଁ ବହୁତ ହାନିକାରକ ଖାଇବା କଥା ଉଚିତ ନୁହଁ ହେଲେ ସିନା ଯିଏ ଖାଉଛନ୍ତି ଦେବାକୁ ପଡୁଛି ଏକା ଆଣ୍ଡ ଟିଫିନ ମିନ୍ସ ଜଳଖିଆ ଗେଷ୍ଟ ମାନଙ୍କୁ ପରସା ଯାଇଛି କଣ ପରସା ଗଲା ଥଣ୍ଡା ପାନୀୟ କଫି ପାନ ସିଗାରେଟ୍ ଜଳଖିଆ ସେଇ ଯୋଉ ଆସେ ସମସ୍ତଙ୍କ I cut cake amidst 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 means ମଝିରେ a flurry of excitement ଆଗ୍ରହ ଉତ୍କଣ୍ଠାର ସହିତ ମୁଁ ମଝିରେ ଥାଇକିରି କେକ୍ କାଟୁଛି କେକ୍ କେକ୍ ଜାଣିଛନ୍ତି ଆଜିକାଲି ତ କେକ୍ ର ଦୁନିଆ ସମସ୍ତେ amidst ମାନେ ମଝିରେ ରହିକି ସମସ୍ତଙ୍କର ମଝିରେ ରହିକିରି ସେ ମୁଁ କେକ୍ କାଟୁଛି ଚିଲ୍ଡ୍ରେନ୍ କ୍ଲାପିଂ ଆନନ୍ଦ ଉଲ୍ଲାସରେ ତାଳି ମାରିବା ସମସ୍ତେ ଆନନ୍ଦ ଆଉ ଉଲ୍ଲାସରେ ତାଳି ମାରନ୍ତି କ୍ଲାପିଂ ମିନ୍ସ ତାଳି ମାରିବା ଚିଲ୍ଡ୍ରେନ୍ କ୍ଲାପିଂ ଲଗେଇ ରଖ ଆନନ୍ଦ ଉଲ୍ଲାସରେ ତାଳି ମାରିବା ଅଲ୍ ୱିଶ୍ ହ୍ୟାପି ବାର୍ଥଡେ ଟୁ ୟୁ ସମସ୍ତେ ମତେ ଶୁଭେଚ୍ଛା ଦେଉଛନ୍ତି କଣ ପାଇଁ ତୁମକୁ ଖୁସିର ଜନ୍ମଦିନ each year ପ୍ରତିବର୍ଷ my father offer me a lovable gift ମୋର ବାପା ମତେ ସୁନ୍ଦର ଉପହାର ଦେଇଥାନ୍ତି this year he gave me a camera phone my uncle gives me good dresses the dinner continues from 8 p.m. to 11 p.m. then we feel relaxed this year he gave me a camera phone ଏଇ ବର୍ଷ ମୋ ବାପା ମୋ ପାଇଁ କ୍ୟାମେରା ଫୋନ ଆଣି ଦେଇଛନ୍ତି ମାଇ ଅଙ୍କଲ ଗିଭ୍ସ ମି ଗୁଡ୍ ଡ୍ରେସ୍ ମୋର ଅଙ୍କଲ ମାନେ ମୋର ମାମୁଁ ହଉ ଦାଦା ହଉ କୋଉଠି ଯିଏ ହଉ ମୋର ଅଙ୍କଲ ମୋ ପାଇଁ ବହୁତ ଭଲ ପୋଷାକ ଆଣି ଦେଇଛନ୍ତି ଦ ଡିନର କଣ୍ଟିନ୍ୟୁ ଫ୍ରମ୍ 8 p.m. to 11 p.m. ମାନେ ରାତ୍ରି ଭୋଜନ ଜାରି ରହିଥାଏ କୋଉ ପର୍ଯ୍ୟନ୍ତ 8 ରୁ 11ଟା ପର୍ଯ୍ୟନ୍ତ ରାତିରେ then we feel relaxed ତାପରେ ଆମ୍ଭେମାନେ ଆରାମଦାୟକ ଅନୁଭବ feel relaxed ଏଇ ସବୁ କାମ ସରିଲା ପରେ ଆରାମଦାୟକ ଅନୁଭବ କରିପାରିବୁ my birthday on 20 April every year I celebrate it pompously my parents spend much for the function they invite our friends and teachers a grand arrangement takes place tents are erected for 1000 people delicious food is cooked for them in the evening the guests come with gift my father treat them cordially my mother take care of the lady guests my friends stay with me the guests are served with cold drink coffee pan cigarette and tiffin I cut
cake amidst a flurry of excitement, cheer and clapping. Always happy birthday to you each year. Each year, my father offer me a lovable gift. মানে সুন্দর lovable gift means সুন্দর উপহার. This year he gave me a camera phone. ଅର୍ଥାତ୍ ଏଇ ବର୍ଷ ମୋ ବାପା ମୋ ପାଇଁ କ୍ୟାମେରା ଫୋନ୍ ଦେଇଛନ୍ତି. My uncle gives me good dresses. The dinner continues from 8 p.m. to 11 p.m. Then we feel relaxed. Thanks for watching this video. Please like, subscribe, keep practicing. নমস্কার, জয় জগন্নাথ।